ଜୟ ଜଗନ୍ନାଥ ଜୟ ମାଙ୍କର ଜୟ ଚାଲିଛେ ଆମର ଚାରି ଧାମରୁ ଅନ୍ୟତମ ହେଲା ଆମର ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଧାମ। ମହାପ୍ରଭୁଙ୍କର ଅନନ୍ତ ବର୍ମଣ ଚୋଡ଼ଗଙ୍ଗ ଦେବଙ୍କ ଦ୍ୱାରା ମନ୍ଦିର ଶ୍ରୀ ଜଗନ୍ନାଥଙ୍କ ମନ୍ଦିର ତିଆରି ହେଇଥିଲା। ଯିଏ ବାହାରୁ ଆସୁଛି କି ଫରେନ୍ କଣ୍ଟ୍ରି ହଉ କି ବାହାରୁ ଆସୁଛି, କିଏ ତିଆରି କରିଥିଲା ସେ କିଛି ଜାଣିପାରୁନାହାନ୍ତି। ଯେମିତି ଆମର ଛତ୍ରପତି ଶିବାଜୀ ମହାରାଜଙ୍କର ମହାରାଷ୍ଟ୍ରରେ ତାଙ୍କର ସବୁ ଜାଗାରେ ସବୁ ଛକରେ ତାଙ୍କ ଗୋଟେ ମୂର୍ତ୍ତି ଅଛି। ଆମର ଏତିକି କହିବା ପାଇଁ ଚାହିଁବି, ଆମର ପୁରୀରେ ଚୋଡ଼ଗଙ୍ଗ ଦେବଙ୍କର ଗୋଟେ ମୂର୍ତ୍ତି ହଉ, ପୁରୀର ଚତୁଃପାର୍ଶ୍ୱରେ ଗୋଟେ ଗୋଟେ ଷ୍ଟାଚୁ ହଉ, ଯାହାଦ୍ୱାରା ସମସ୍ତେ ଜାଣିପାରିବେ, ତାଙ୍କ ପଛର ଇତିହାସ ବି ପଢ଼ିକି ବି ଜାଣିପାରିବେ। ଯେ ଫରେନ୍ କଣ୍ଟ୍ରିରୁ ଆସୁଛି ପଚାରୁଛି ଏ ମନ୍ଦିର କିଏ ତିଆରି କରୁଥିଲା, ଠିକ୍ ଭାବରେ କେହି ବି ଠିକ୍ ସେ ବି କିଛି କହିପାରୁନାହାନ୍ତି। ଏତିକି ମୋର ଗୁହାରି, ସମସ୍ତ ପୁରୀବାସୀ, ସମସ୍ତ ଓଡ଼ିଶାବାସୀ ସମସ୍ତେ ଏଇ ସ୍ୱରକୁ ଉଠାନ୍ତୁ। ଗଙ୍ଗମଞ୍ଚର କିଏ ମନ୍ଦିର ପୁରୀ ମନ୍ଦିର ତିଆରି କଲା, ଚୋଡ଼ଗଙ୍ଗ ଦେବଙ୍କ ଦ୍ୱାରା ତିଆରି କଲା, ସେ ଯେଉଁ ଗୋଟେ ଆମର ମୂର୍ତ୍ତି ସ୍ଥାପନ ହଉ କି ମୂର୍ତ୍ତି ପ୍ରତି ଛକରେ ତିଆରି ହଉ। এই ଭିଡ଼ିଓକୁ ଯଦି ଆପଣ ଭଲ ଲାଗିଥିବ ଆପଣ ସେୟାର କରିବେ, ଆଉ ଅନ୍ୟାନ୍ୟ ଲୋକଙ୍କୁ ବି କହି, ଖାସ୍ କରି ପୁରୀବାସୀ ଯିଏ ଦେଖୁଥିବେ ତାକୁ ଗୋଟେ ସ୍ୱର ଉଠାଇ ଚୋଡ଼ଗଙ୍ଗ ଦେବଙ୍କ ଦ୍ୱାରା ଗୋଟେ ଷ୍ଟାଚୁ ଆମର ତିଆରି କରାଯାଉ ପ୍ରତି ଛକରେ। ପ୍ରତି ପୁରୀ ଅନୁକୋଣ ଜାଗାରେ ସବୁ ଜାଗାରେ ହେଲେ ବାହାର ଲୋକ ଯିଏ ଆସୁଥିବ ସେ ବି ଜାଣିପାରିବ କି ଗଙ୍ଗବଂଶଧର ପୁରୀ ମନ୍ଦିରକୁ ତିଆରି କଲେ ତାଙ୍କ ଇତିହାସ ବି ସେ ପଢ଼ିପାରିବେ। ଏତିକି ଗୁହାରି, ଏତିକି ନିହାତି।